ବିଜେଡି ଖଣ୍ଡ ଖଣ୍ଡ ଫାଇଦା ଅପେକ୍ଷାରେ ବିଜେପି। କଟକ ଜିଲ୍ଲା ହେବ ବିଜେଡି ଶୂନ୍ୟ। ଅପାରଗ ନବୀନ ମହଙ୍ଗା ପଡ଼ିପାରେ ମୁକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଦୁଇ ବିଜେଡି ବିଧାୟକ ସହ ହାତ ମିଳାଇଲେ ମୁକିମ। କଟକ ରାଜନୀତି ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଉ କିଛି ମାସ ଗଲେ ପଞ୍ଚାୟତ ନିର୍ବାଚନ ଆସିବ। ସେଥିପାଇଁ ଏବେଠୁ ସବୁ ଦଳ ନିଜ ନିଜର ସମର ସଜ୍ଜା ଆରମ୍ଭ କରିଦେଲେଣି। ବର୍ତ୍ତମାନ ବିଜେପି ଫୋକସରେ ଆଠଗଡ଼, କଟକ ଚୌଦ୍ୱାର, ସାଲେପୁର, ବାଙ୍କୀ ଓ କଟକ ବାରବାଟୀ ରହିଛି। ଏହି ତିନି ନିର୍ବାଚନ ମଣ୍ଡଳୀ ବିଜେଡି ଓ କଂଗ୍ରେସର ବିଧାୟକ ଥିବାବେଳେ ବିରୋଧରେ ରହି ବିଜେପି ତାର ସଂଗଠନ ବିସ୍ତାର କରୁଛି। ଅନ୍ୟପକ୍ଷରେ କହିବାକୁ ଗଲେ ବାରବାଟୀ ଆସନରେ ବିଧାୟିକା ଥିବା ସୋଫିଆ ଫିରଦୋଷ ପଟ ପରିବର୍ତ୍ତନ କରିବା ପାଇଁ ଚାହିଁ ବସିଛନ୍ତି। କେବଳ ତାଙ୍କ ବାପା ମହମ୍ମଦ ମୋକିମଙ୍କ ନିର୍ଦ୍ଦେଶକୁ ଅନାଇ ବସିଛନ୍ତି। ଗତ ସାଧାରଣ ନିର୍ବାଚନରେ କଟକ ଜିଲ୍ଲାର 9 ବିଧାନସଭା ଆସନରୁ 5ଟିରେ ବିଜେଡି ହାରିଯାଇଥିଲା। ଜିଲ୍ଲାରେ ଏବେ ବିଜେଡିର 4 ଜଣ ବିଧାୟକ ଅଛନ୍ତି। ବିଜେପିର 2 ଜଣ, ବିଜେପିକୁ ସମର୍ଥନ ଦେଉଥିବା 2 ସ୍ୱାଧୀନ ବିଧାୟକ ଓ ଜଣେ କଂଗ୍ରେସ ବିଧାୟକଙ୍କୁ ନେଇ ଆଗକୁ ବଢୁଛି ରାଜନୀତି। ଅନ୍ୟପକ୍ଷରେ କହିବାକୁ ଗଲେ ବାରବାଟୀ ଆସନରେ ବିଧାୟିକା ଥିବା ସୋଫିଆ ଫିରଦୋଷ ପଟ ପରିବର୍ତ୍ତନ କରିବା ପାଇଁ ଚାହିଁ ବସିଛନ୍ତି। କେବଳ ତାଙ୍କ ବାପା ମହମ୍ମଦ ମୋକିମ ନିର୍ଦ୍ଦେଶକୁ ଅନାଇ ବସିଛନ୍ତି। ଗତ ସାଧାରଣ ନିର୍ବାଚନରେ କଟକ ଜିଲ୍ଲାର 9 ବିଧାନସଭା ଆସନରୁ 5ଟିରେ ବିଜେଡି ହାରିଯାଇଥିଲା। ଜିଲ୍ଲାରେ ଏବେ ବିଜେଡିର 4 ଜଣ ବିଧାୟକ ଅଛନ୍ତି। ଲଗାତାର 2ଟି ନିର୍ବାଚନରେ ବାରବାଟୀ କଟକ ଆସନରେ ଭୋଟର କଂଗ୍ରେସକୁ ଭରସା କରିଛନ୍ତି। ହେଲେ ନିକଟରେ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଏବେ କର୍ମୀ କେଉଁ ଦିଗକୁ ଯିବେ ତାହା ଉପରେ ରାଜନୈତିକ ବିଶାରଦମାନେ ନଜର ରଖିଛନ୍ତି। ଅନ୍ୟଥା ଆଗକୁ ଥିବା ପଞ୍ଚାୟତ ପୌର ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ଏବଂ ବାଙ୍କୀ, ମାହାଙ୍ଗା, ସାଲେପୁର ଅଞ୍ଚଳରେ କଂଗ୍ରେସ ତାର ଶକ୍ତି ଦେଖାଇପାରେ। 2024 ସାଧାରଣ ନିର୍ବାଚନରେ ଚୌଦ୍ୱାର, କଟକ, ସାଲେପୁର, ଆଠଗଡ଼ ଓ ବାଙ୍କୀରେ ବିଜେଡି ଜିତିଥିଲା। କଟକ ସଦର ଓ ନିଆଳି ଆସନ ବିଜେପିକୁ ଗଲା ଓ ବାରବାଟୀ କଟକରେ କଂଗ୍ରେସର ସୋଫିଆ ଫିରଦୋଷ, ବଡମ୍ବାରେ ବିଜୟ ଦଳବେହେରା ଓ ମାହାଙ୍ଗାରେ ଶାରଦା ପ୍ରଧାନ ସ୍ୱାଧୀନ ଭାବେ ବିଜୟ ହେଲେ। ବର୍ତ୍ତମାନ କିନ୍ତୁ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ବିଜେଡି ଅଣନିଶ୍ୱାସୀ ଅବସ୍ଥାରେ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁଭାଷଙ୍କ ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲାର ଦେବୀ ମିଶ୍ର, ପ୍ରତାପ ଜେନାଙ୍କ ଭଳି ବରିଷ୍ଠ ନେତାଙ୍କୁ ଖୋଲା ସମାଲୋଚନା କରୁଛନ୍ତି। ଯୁବ ବିଜେଡିର ଟିମ୍ ଚୟନ ବେଳେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କୁ କଟକରେ ସାମିଲ କରାଯିବା ଓ କିଛି ଜଣାଶୁଣା ଯୁବ ନେତା ଦଳ ଛାଡି ଅନ୍ୟ ଦଳରେ ମିଶିବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାର ଫାଇଦା କିନ୍ତୁ ନେଇପାରିବନି ବିଜେପି। ସଦର ଓ ନିଆଳି ବ୍ୟତୀତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଦଳ ସଂଗଠିତ ହୋଇପାରେ ନାହିଁ। ମହମ୍ମଦ ମୋକିମ ଓ ସୋଫିଆ ଫିରଦୋଷଙ୍କ ନେତୃତ୍ୱରେ କଂଗ୍ରେସ ବାରବାଟୀ କଟକରେ ସଂଗଠିତ ଥିଲେ ବି ଅନ୍ୟ ସବୁଠି ଦୁର୍ବଳ ସ୍ଥିତିରେ ରହିଛି। ବାଙ୍କୀ, ସାଲେପୁର ଓ ମାହାଙ୍ଗାରେ ଦଳର ନେତୃବୃନ୍ଦ ନିଜ ନିଜ ସ୍ଥିତି ରକ୍ଷା କରିବା ପାଇଁ କସରତ କରୁଛନ୍ତି। ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ କହିବା ଅନୁସାରେ ବିଜେଡି ଏବେ ବି ଲୋକଙ୍କ ମନରେ ରହିଛି। ବିଜୁ ସ୍ୱାସ୍ଥ୍ୟ ଯୋଜନା, ସାର କଳାବଜାର, ଧାନମଣ୍ଡିରୁ ଧାନ ଉଠିବା, ଚାଷୀ ପଞ୍ଜୀକରଣ, ନାରୀ ନିର୍ଯାତନା ସମସ୍ୟାରେ ଅତିଷ୍ଠ ଲୋକମାନେ ବିଜେଡିକୁ ଝୁରୁଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ସୁଦୃଢ଼ ଅବଶ୍ୟ ରହିବ। ବିଜେପି ଜିଲ୍ଲା ଗ୍ରାମୀଣ ସଭାପତି ରାମନାରାୟଣ ମହାନ୍ତି କହିଛନ୍ତି ଯେ ପୂର୍ବ ଅପେକ୍ଷା ଦଳର ସାଂଗଠନିକ ସ୍ଥିତି ଅଧିକ ସୁଦୃଢ଼ ହେଉଛି। ଆଗକୁ ଦଳରେ ସାମିଲ ହେବାକୁ ଯେଉଁମାନେ ଆସିବେ ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଅନ୍ୟପଟେ ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ସହରାଞ୍ଚଳରେ ଦଳୀୟ ସଂଗଠନ ସଜାଡ଼ିବାକୁ ଯୋଜନା ଚଳାଇଛନ୍ତି। ଦେଖିବାକୁ ବାକି ରହିଲା ଆଗକୁ କଟକ ଜିଲ୍ଲା ବିଜେଡି ଶୂନ୍ୟ ହେଉଛି ନା ବିଜେଡି ତାର ଗଡ଼ ବଜାଇ ରଖିବା ପ୍ରୟାସ କରୁଛି। ବ୍ୟୁରୋ ରିପୋର୍ଟ, BNS ଲାଇଭ।